ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯୋଉମାନଙ୍କର ଅଛି କ'ଣ ନା ଇକୋନୋମିକ୍ସ ତ ଇକୋନୋମିକ୍ସର ମୁଁ ନେଇ ଆସିଛି କ'ଣ ନା MCQ କ୍ୱେଶ୍ଚିନ୍ ଆନ୍ସର ୟୁନିଟ୍ 2ର MCQ କ୍ୱେଶ୍ଚିନ୍ ଆନ୍ସର ଯୋଉଟା ତମର ଏକ୍ଜାମରେ ଆସିଲା ଭଳିଆ କ୍ୱେଶ୍ଚିନ୍ ଏକ୍ଜାମରେ ତମର ଆସିବ 21ଟି କ୍ୱେଶ୍ଚିନ୍ ପାଖାପାଖି 21ଟି କ୍ୱେଶ୍ଚିନ୍ ଆସିବ ତ 21ଟି କ୍ୱେଶ୍ଚିନ୍ କ'ଣ କେମିତି ସବୁ ଆସିବ ଏଇ ଟାଇପ୍ର କ୍ୱେଶ୍ଚିନ୍ ସବୁ ଆସିବ ପିଲାମାନେ ଆ ଭିତରେ ବି ତମର ନିଶ୍ଚିନ୍ତ ପଡ଼ିବ ବୁଝିହେଲା। ତ ଚାଲ ଆମେ ଷ୍ଟାର୍ଟ କରିବା କ'ଣ ଦେଇଛି କ୍ୱେଶ୍ଚିନ୍ ବୁଝିହେଲା। ତ ବହୁତ ପିଲା ମାଡ଼ ହେଉଥିଲେ ଇକୋନୋମିକ୍ସ ତ ଇକୋନୋମିକ୍ସ ଆଜି ଫାଇନାଲ ତମର ନେଇ ଆସିଛି। ତ ଚାଲ ଆମେ ଷ୍ଟାର୍ଟ କରିବା ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ ବେଲ୍ ଆଇକନକୁ ଦବାଇ ଦେବ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦେବ। ତ ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଲା ଉପଯୋଗିତାର କେତୋଟି ଅବଧାରଣା ରହିଛି ଉପଯୋଗିତାର 3ଟି 4ଟି 5ଟି 2ଟି କେତୋଟି ଅବଧାରଣା ରହିଛି ନା ଉପଯୋଗିତାର 2ଟି ଅବଧାରଣା ରହିଛି। ନେକ୍ସଟ ମୋଟ ଉପଯୋଗିତା କାହାକୁ କୁହାଯାଏ ଦ୍ରବ୍ୟ ସେବାର ଉପଯୋଗିତାକୁ ଉପଯୋଗିତାର ବିନ୍ୟାସକୁ ଦ୍ରବ୍ୟର ବିଭିନ୍ନ ଏକକରୁ ମିଳୁଥିବା ଉପଯୋଗିତାର ସମଷ୍ଟିକୁ ସୀମାନ୍ତ ଉପଯୋଗିତା କାହାକୁ ନା ଦ୍ରବ୍ୟର ବିଭିନ୍ନ ଏକକରୁ ମିଳୁଥିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ। ନେକ୍ସଟ କ୍ୱେଶ୍ଚିନ୍ ସୀମାନ୍ତ ଉପଯୋଗିତା କାହାକୁ କୁହାଯାଏ ଦ୍ରବ୍ୟ ସେବାର ଉପଭୋଗକୁ ଉପଯୋଗିତାର ଉପଭୋଗକୁ ସୀମାନ୍ତ ଏକକ ବା ଶେଷ ଏକକରୁ ମିଳୁଥିବା ଉପଯୋଗିତାକୁ ମୋଟ ଉପଯୋଗିତା କ'ଣ ହବ ଅପସନ ହେଇଯିବ ତ୍ରିପଲ ଆଇ ସୀମାନ୍ତ ଏକକ ବା ଶେଷ ଏକକରୁ ମିଳୁଥିବା ଉପଯୋଗିତା। ନେକ୍ସଟ ଯେତେବେଳେ ସୀମାନ୍ତ ଉପଯୋଗିତା ବା ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ହୁଏ ସେତେବେଳେ ମୋଟ ଉପଯୋଗିତା କ'ଣ ହୁଏ ସର୍ବନିମ୍ନ ହୁଏ ଶୂନ୍ୟ ହୁଏ ସର୍ବାଧିକ ହୁଏ ଋଣାତ୍ମକ ହୁଏ କ'ଣ ହୁଏ ନା ସର୍ବାଧିକ ହୁଏ। ନେକ୍ସଟ କ୍ୱେଶ୍ଚିନ୍ ଯେତେବେଳେ ସୀମାନ୍ତ ଉପଯୋଗିତା ବା ପ୍ରାନ୍ତୀୟ ଉପଯୋଗିତା ଋଣାତ୍ମକ ହୁଏ ସେତେବେଳେ ମୋଟ ଉପଯୋଗିତା କ'ଣ ହୁଏ ହ୍ରାସ ପାଏ ଶୂନ୍ୟ ହୁଏ ସର୍ବାଧିକ ହୁଏ ଋଣାତ୍ମକ ହୁଏ କ'ଣ ହୁଏ ପିଲାମାନେ ନା ହ୍ରାସ ପାଏ କ'ଣ ନା ହ୍ରାସ ପାଏ। ନେକ୍ସଟ ନିମ୍ନଲିଖିତ ମଧ୍ୟରୁ କେଉଁଟି କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟକାରିତାର କାରଣ ମାନବୀୟ ଅଭାବ ଅସୀମ ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତିକ୍ଷମ ସମସ୍ତ ଅଭାବ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଅଭାବ ଗୁଡ଼ିକ ପ୍ରତିଯୋଗୀ କ'ଣ ହବ ନା ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତିକ୍ଷମ। ନେକ୍ସଟ ନିମ୍ନଲିଖିତ କେଉଁଟି କ୍ରମ ହ୍ରାସମାନ ଉପଯୋଗିତା ସୂତ୍ରର ସର୍ତ୍ତ ନୁହେଁ ସମଜାତୀୟ ଦ୍ରବ୍ୟ ନିରବିଚ୍ଛିନ୍ନ ଉପଭୋଗ ଦ୍ରବ୍ୟର ଯଥାଯୋଗ୍ୟ ଆକାର ରୁଚି ଓ ଅଭ୍ୟାସ ପରିବର୍ତ୍ତିତ ରହିବା କ'ଣ ନା ରୁଚି ଓ ଅଭ୍ୟାସ ପରିବର୍ତ୍ତିତ ରହିବା। ନେକ୍ସଟ ଗୋଟିଏ ଦ୍ରବ୍ୟର ଅଧିକରୁ ଅଧିକ ଉପଭୋଗ କଲେ ସୀମାନ୍ତ ଉପଯୋଗିତା ବା ପ୍ରାନ୍ତୀୟ ଉପଯୋଗିତା କ'ଣ ହୁଏ ସର୍ବାଧିକ ଋଣାତ୍ମକ ହ୍ରାସ ପାଏ ଶୂନ୍ୟ ହୁଏ କ'ଣ ହୁଏ ନା ହ୍ରାସ ପାଏ। ନେକ୍ସଟ ଆୟ ବୃଦ୍ଧି ହେଲେ ଅତିରିକ୍ତ ମୁଦ୍ରା ଆୟର ସୀମାନ୍ତ ଉପଯୋଗିତା କ'ଣ ହୁଏ ସର୍ବାଧିକ ହୁଏ ସର୍ବନିମ୍ନ ହୁଏ ହ୍ରାସ ହୁଏ ବିଯୁକ୍ତାତ୍ମକ ହୁଏ କ'ଣ ହୁଏ ନା ହ୍ରାସ କ'ଣ ହୁଏ ନା ହ୍ରାସ ହୁଏ। ନେକ୍ସଟ କ୍ୱେଶ୍ଚିନ୍ କୌଣସି ଦ୍ରବ୍ୟକୁ ଅଧିକରୁ ଅଧିକ ଏକକ ଉପଭୋଗ କରାଗଲେ ପ୍ରତ୍ୟେକ ଦ୍ରବ୍ୟର ଅଧିକ ଏକକରୁ ମିଳୁଥିବା ପରିତୃପ୍ତି କ'ଣ ବୃଦ୍ଧି ପାଇଥାଏ ସ୍ଥିର ରହିଥାଏ କ୍ରମଶଃ ହ୍ରାସ ପାଇଥାଏ ଶୂନ୍ୟ ହୋଇଥାଏ କ'ଣ ହୋଇଥାଏ ନା କ୍ରମଶଃ ହ୍ରାସ ପାଇଥାଏ। ନେକ୍ସଟ କ୍ୱେଶ୍ଚିନ୍ ଯେଉଁ ବିନ୍ଦୁରେ ସୀମାନ୍ତ ଉପଯୋଗିତା ଓ ଦର ସମାନ ହୋଇଥାଏ ସେଇଠାରେ ଉପଭୋକ୍ତା କ'ଣ କରନ୍ତି ଦ୍ରବ୍ୟ କ୍ରୟ ଅଧିକ କରନ୍ତି ଦ୍ରବ୍ୟ କ୍ରୟ ବନ୍ଦ କରନ୍ତି ଦ୍ରବ୍ୟ କ୍ରୟ କମ କରନ୍ତି ଉପରୋକ୍ତ କୌଣସିଟି ବି ନୁହଁ କ'ଣ ନା ଦ୍ରବ୍ୟ କ୍ରୟ ବନ୍ଦ କରନ୍ତି। ନେକ୍ସଟ କ୍ୱେଶ୍ଚିନ୍ ସୀମାନ୍ତ ଉପଯୋଗିତାର ସୂତ୍ର କ'ଣ ସମସୀମାନ୍ତ ଉପଯୋଗିତାର ସୂତ୍ର
ସୀମିତ ଆୟର ଆବଣ୍ଟନ ସର୍ବାଧିକ ପରିତୃପ୍ତି। ସୀମିତ ଆୟର ଆବଣ୍ଟନରେ ସର୍ବନିମ୍ନ ପରିତୃପ୍ତି। ସୀମିତ ଆୟର ଆବଣ୍ଟନରେ ବିଜୁତାତ୍ମକ ପରିତୃପ୍ତି। ଉପରୋକ୍ତ କୌଣସିଟି ବି ନୁହେଁ। କ'ଣ ହବ ନା ସୀମିତ ଆୟର ଆବଣ୍ଟନର ସର୍ବାଧିକ ପରିତୃପ୍ତି। ନେକ୍ସଟ, କେଉଁ ଅର୍ଥଶାସ୍ତ୍ରୀ ମୂଲ୍ୟର ବିରୋଧାଭାସ ସମ୍ପର୍କରେ ସୂଚନା ଦେଇଥିଲେ? ଆଡାମ ସ୍ମିଥ, ଆଲଫ୍ରେଡ ମାର୍ଶାଲ, ରବିନ୍ସ ପିଗୁ। କ'ଣ ହବ ନା ଆଦାମ ସ୍ମିଥ। ନେକ୍ସଟ, କେଉଁ ଅର୍ଥଶାସ୍ତ୍ରୀ ମୂଲ୍ୟର ବିରୋଧାଭାସ ସୀମାନ୍ତ ଉପଯୋଗିତା ସାହାଯ୍ୟରେ ସମାଧାନ କରିଥିଲେ? ଆଦାମ ସ୍ମିଥ, ଆଲଫ୍ରେଡ ମାର୍ଶାଲ, ରବିନ୍ସ ପିଗୁ। କ'ଣ ହବ ପିଲାମାନେ? କ'ଣ ହବ ନା ଆଲଫ୍ରେଡ ମାର୍ଶାଲ। କ'ଣ ନା ଆଲଫ୍ରେଡ ମାର୍ଶାଲ। ନେକ୍ସଟ, ସମସୀମାନ୍ତ ଉପଯୋଗିତା ସୂତ୍ରକୁ ସମାନୁପାତିକ ନିୟମ ସହିତ ଅନ୍ୟ କେଉଁ ସୂତ୍ର କୁହାଯାଏ? ପ୍ରାନ୍ତ ଉପଯୋଗିତା ସୂତ୍ର, ସୀମାନ୍ତ ଉପଯୋଗିତା ସୂତ୍ର, ପ୍ରତିସ୍ଥାପନ ସୂତ୍ର। ଉପରୋକ୍ତ କୌଣସିଟି ବି ନୁହଁ। କ'ଣ ନା ପ୍ରତିସ୍ଥାପନ ସୂତ୍ର। ନେକ୍ସଟ, ଗୋଟିଏ ଦ୍ରବ୍ୟ ବ୍ୟୟିତ ମୁଦ୍ରା ଏକକର ସୀମାନ୍ତ ଉପଯୋଗିତା କେତେ? ଗୋଟିଏ ଦ୍ରବ୍ୟର ବ୍ୟୟିତ ମୁଦ୍ରା ଏକକର ସୀମାନ୍ତ ଉପଯୋଗିତା କ'ଣ? ଏକ ଦ୍ରବ୍ୟର ଉତ୍ପାଦନ ବାଇ ସେହି ଦ୍ରବ୍ୟର ଦର, ଏକ ଦ୍ରବ୍ୟର ଉପଯୋଗିତା ହରଣ ସେହି ଦ୍ରବ୍ୟର ଦର, ଏକ ଦ୍ରବ୍ୟର ଉପଭୋଗ ହରଣ ସେହି ଦ୍ରବ୍ୟର ମୂଲ୍ୟ। ନା ଉପରୋକ୍ତ କୌଣସିଟି ବି ନୁହେଁ। କ'ଣ ହବ ପିଲାମାନେ ତମର ଏଇଟା? ନା ଏଇଟା ହବ ଡବଲ ଆଇ। ଏକ ଦ୍ରବ୍ୟର କ'ଣ ନା ଏକ ଦ୍ରବ୍ୟର ଉପଯୋଗିତା ହରଣ ସେହି ଦ୍ରବ୍ୟର କ'ଣ ନା ଦର। ଏକ ଦ୍ରବ୍ୟର ଉପଯୋଗିତା ମନେ ରଖ, ଏକ ଦ୍ରବ୍ୟର ଉପଯୋଗିତା। ନେକ୍ସଟ, କେଉଁ ଦ୍ରବ୍ୟ କ୍ଷେତ୍ରରେ ସମସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟକାରୀ କରେ ନାହିଁ? ଦୁଷ୍ପ୍ରାପ୍ୟ ଦ୍ରବ୍ୟ, ଅନ୍ତିମ ଦ୍ରବ୍ୟ, ମୁକ୍ତ ଦ୍ରବ୍ୟ, ଉତ୍ପାଦକ ଦ୍ରବ୍ୟ। କେଉଁ ଦ୍ରବ୍ୟ ନା ମୁକ୍ତ ଦ୍ରବ୍ୟ। କେଉଁ ଦ୍ରବ୍ୟ କ୍ଷେତ୍ରରେ ନା ମୁକ୍ତ ଦ୍ରବ୍ୟ କ୍ଷେତ୍ରରେ। ନେକ୍ସଟ, ନିମ୍ନଲିଖିତ କେଉଁଟି ସମସୀମାନ୍ତ ଉପଯୋଗିତା ସୂତ୍ରର ବ୍ୟବହାରିକ ଗୁରୁତ୍ୱ ନୁହେଁ? ଉପଭୋଗ, ଉତ୍ପାଦନ, ଉପଯୋଗିତା, ରାଷ୍ଟ୍ରବିତ୍ତ। କ'ଣ ହବ ନା ଉପଯୋଗିତା। ନେକ୍ସଟ କ୍ୱେଶ୍ଚିନ, ନିମ୍ନଲିଖିତ କେଉଁଟି ଉପଭୋକ୍ତା ସନ୍ତୁଳନର ସର୍ତ୍ତାବଳୀ ଅଟେ? ଦ୍ରବ୍ୟର ସୀମାନ୍ତ ଉପଯୋଗିତା = ଦର, ନା ସୀମାନ୍ତ ଉପଯୋଗିତା = ଶୂନ୍ୟ, ନା x1 x2 x3 xn। ଦ୍ରବ୍ୟ କ୍ଷେତ୍ରରେ ଦ୍ରବ୍ୟର x1 ର ସୀମାନ୍ତ ଉପଯୋଗିତା ପାଇଁ ଦ୍ରବ୍ୟ x1 ର ଦର, ନା ଦ୍ରବ୍ୟ x2 ର ସୀମାନ୍ତ ଉପଯୋଗିତା ଦ୍ରବ୍ୟ x2 ର ଦର, ଦ୍ରବ୍ୟ xn ର ସୀମାନ୍ତ ଉପଯୋଗିତା ଦ୍ରବ୍ୟ xn ର ଦର। କ'ଣ ହବ ନା ଉପରୋକ୍ତ ସମସ୍ତ ସର୍ତ୍ତାବଳୀ ଅଟେ। କ'ଣ ହବ ପିଲାମାନେ? ଏଇଟା ହବ ଆଇ ବି ହେଇଯିବ ତମର। ଏଇଟା ସମସ୍ତ ଟ୍ରିପଲ ଆଇ ଅଟେ, ଆଇ ଅଟେ, ଡବଲ ଆଇ ବି ଅଟେ। ନେକ୍ସଟ, ଅର୍ଥଶାସ୍ତ୍ରରେ ଚାହିଦା ବା ଇଚ୍ଛାକୁ ଫଳପ୍ରଦ କରିବାକୁ ହେଲେ କେଉଁ ସର୍ତ୍ତ ପୂରଣ କରିବାକୁ ପଡ଼ିଥାଏ? ଉପଭୋକ୍ତାଙ୍କ ଗୋଟିଏ ଦ୍ରବ୍ୟ ବା ସେବା ପାଇବାକୁ ଇଚ୍ଛା ଥିବା, ତାଙ୍କର ପାଉଣା ବା ଦର ଦେବା ପାଇଁ ସାମର୍ଥ୍ୟ ଥିବ, ଆବଶ୍ୟକ ଅର୍ଥ ଖର୍ଚ୍ଚ କରିବାର ସମ୍ମତି ଥିବ। ଉପରୋକ୍ତ ସମସ୍ତ ସର୍ତ୍ତ ପୂରଣ କରିବାକୁ କ'ଣ ନା ପଡ଼ିଥାଏ। କ'ଣ ହବ ନା ଆଇ ବି ହେଇଯିବ। ଉପରୋକ୍ତ ସମସ୍ତ ସର୍ତ୍ତ ପୂରଣ କରିବାକୁ ପଡ଼ିଥାଏ। ନେକ୍ସଟ, ଅର୍ଥଶାସ୍ତ୍ରରେ ଚାହିଦାର ଅର୍ଥ କ'ଣ? ଅର୍ଥଶାସ୍ତ୍ରରେ ଚାହିଦାର ଅର୍ଥ ଉପଭୋକ୍ତା ଆବଶ୍ୟକ କରୁଥିବା ପରିମାଣ, ବଜାରରେ ଉପଲବ୍ଧ ପରିମାଣ, ଦର ପ୍ରଦାନ କରିବା ପାଇଁ କ'ଣ ନା ସମ୍ମତି ତଥା ସାମର୍ଥ୍ୟଯୁକ୍ତ ଇଚ୍ଛା, ପ୍ରତିଷ୍ଠାନ ଦ୍ୱାରା ଉତ୍ପାଦିତ ପରିମାଣ। ନା ଟ୍ରିପଲ ଆଇ ହେଇଯିବ। ଦର ପ୍ରଦାନ କରିବା ପାଇଁ ସମ୍ମତି ତଥା ସାମର୍ଥ୍ୟଯୁକ୍ତ ଇଚ୍ଛା। ନେକ୍ସଟ, ଦୁଇଟି ଦ୍ରବ୍ୟ x ଓ y, y ର ଦାମ ସ୍ଥିର ଥାଇ ଯେତେବେଳେ x ର ଦାମ ବଢ଼ିଯାଏ ସେତେବେଳେ y ର ଚାହିଦା ପରିମାଣ ବୃଦ୍ଧି ପାଏ। ତେବେ x ଓ y ମଧ୍ୟରେ ସମ୍ପର୍କ କ'ଣ? ପରସ୍ପର ପରିପୂରକ, ପ୍ରତିସ୍ଥାପନକ୍ଷମ, ପ୍ରତିଯୋଗୀ। ତାପରେ ସମ୍ପର୍କ ଶୂନ୍ୟ ମାନେ ଦୁଇଟି ଦ୍ରବ୍ୟ ଏଟା ହେଲା x, ଏଟା ହେଲା y ହେଲା। y ର ଦାମ ସବୁବେଳେ ସ୍ଥିର, ଏଇଟା ସ୍ଥିର ଅଛି। ଯେତେବେଳେ x ର ଦାମ ଏଠି ଅଛି ବଢି ବଢି ଏଠିକି ଯିବ, ସେତେବେଳେ y ର ଚାହିଦା ପରିମାଣ କ'ଣ ବୃଦ୍ଧି ପାଇବ।
मैंने आड़ू टिके आसो तो एक्स वाई कौन है परस्पर से परिपूरक हेले बुझीगला तो यहाँ हम कौन आंसर ना परस्पर से कौन ना परि हाँ सॉरी परस्पर परिपूरक हेबे ना प्रतिस्थापनक्षम माने एपटे एपटे थिबे एठी आसी एठी प्रति तार स्थापनक्षम गला प्रतिस्थापनक्षम से माने हेले नेक्स्ट दुईटी द्रव्य एक्स वाई देख एठी कह देछि दुईटी द्रव्य आसला पुणी एक्स वाई तापरे एक्स रो दाम कमिले एक्स दाम एठी अछि एक्स दाम कमिले वाई रो चाहिदा वृद्धि पाइबा आडू को आसीबो तो वाई रो दाम कमिले वाई रो दाम पुणी कमिबो एक्स रो दाम पुणी वृद्धि माने एक्स वाई रो संपर्क कोन होबो एठी परस्पर परिपूरक प्रतिस्थापनक्षम प्रतियोगी संपर्क शून्य कोन होबो ना एठी होबो परस्पर परिपूरक नेक्स्ट गोटे द्रव्य क्रय कला बेले निम्नलिखित मध्यरु केउ अवस्था उपभोक्तार संतुलन स्तर निर्देश करिथाए जोठारे सीमांत उपयोगिता शून्य हुए जोठारे सीमांत उपयोगिता दर सहित समान हुए जोठारे सीमांत उपयोगिता ऋणात्मक हुए जोठारे मोट उपयोगिता ह्रास पाए कौन हम ना जोठारे सीमांत उपयोगिता शून्य हुए नेक्स्ट क्वेश्चन जड़े उपभोक्ता तीनोटी द्रव्य जड़े उपभोक्ता तीनोटी द्रव्य ए बी सी उपभोग करे जो द्रव्य गुड़िकर एकक पिछा दर भिन्न भिन्न अटे तीनोटी जाक द्रव्य क्रय करने यथेष्ट सामर्थ्य अच्छी तेबे से केउ अवस्था संतुलित लाभ करिवो जोठारे समस्त द्रव्यर सीमांत उपयोगिता शून्य जोठारे समस्त द्रव्यर सीमांत उपयोगिता ऋणात्मक जोठारे द्रव्य गुड़िकर सीमांत उपयोगिता को यथाक्रमे सेमानकर दाम द्वारा भाग कले समान भागफल हेउतबो ना जोठारे द्रव्य गुड़िकर सीमांत उपयोगिता समान कौन हम एटा ना जोठारे द्रव्य गुड़िकर सीमांत उपयोगिता को यथाक्रमे सेमानकर दाम द्वारा भाग कले भागफल कौन हेउथिबो नेक्स्ट अर्थशास्त्र रे फलप्रद इच्छा को कौन कह जाए चाहिदा जोगाण आय चाहिदा खाउटीर आय अर्थशास्त्र रे फलप्रद इच्छा को कौन कह जाए कौन कह जाए ना चाहिदा नेक्स्ट जो द्रव्य उत्पादन पाई उत्पादन साधन यथा भूमि श्रम पुंजी संगठन चाहिदा सृष्टि होता है ता कई प्रकार चाहिदा प्रत्यक्ष विपन्न चाहिदा संयुक्त चाहिदा मिश्रित चाहिदा कौन हम व्युत्पन्न चाहिदा नेक्स्ट गोटे निर्दिष्ट अभाव पूरण करने निमंते जदि दुईटी द्रव्यर चाहिदा एका संगे सृष्टि हुए ताहाको केउ चाहिदा कह जाए प्रत्यक्ष चाहिदा संयुक्त चाहिदा मिश्रित चाहिदा विकल्प चाहिदा केउ चाहिदा कह जाए ता संयुक्त चाहिदा तो पिला माने तमको शेष क्वेश्चन उपभोक्ता गोटे द्रव्य क्रय करिबो सही मुहूर्त रे बंद करे जेतेबेले एहार कोन हुए सीमांत उपयोगिता शून्य हुए ना सीमांत उपयोगिता दर सहित समान हुए ना सीमांत उपयोगिता ऋणात्मक हुए ना मोट उपयोगिता ह्रास पाए कौन हुए ना सीमांत उपयोगिता शून्य हुए तो पिला माने तमर एति क्वेश्चन आंसर थिला तो इकोनॉमिक्स आलोचना कले नेक्स्ट क्लास को अवशिष्ट आलोचना करबा पुराटी भल लाइक शेयर सब्सक्राइब कर दियो रहउचे धन्यवाद जय जगन्नाथ।